हरे कृष्ण। सब श्रद्धालु भक्त मानू स्वागत करुछि, विनम्र प्रणाम करुछि। आज श्रीमद् भगवद गीता कार्यक्रम आरंभ करवा। आसंतु प्रेयर करवा। ओम अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नामने गौरत्विषे नमः। हे कृष्ण करुणा सिंधु दीनबंधु जगतपते गोपीश गोपिका कांत श्री राधा कांत नमस्तुते। तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौरभक्त वृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। आमे श्रीमद् भगवद गीता तृतीय अध्याय 8 नंबर श्लोक पर्यंत कंप्लीट करिचे। आज 9 नंबर श्लोक आमे नबा। शेयर करुछि। यज्ञार्थात् कर्मणो अन्यत्र लोकोऽयं कर्म बन्धन तदर्थं कर्म कौन्तेय मुक्त संगः समाचर। ଶ୍ଲୋକରେ ଭଗବାନ କହୁଛନ୍ତି ଯଜ୍ଞ ଅର୍ଥାତ୍ କର୍ମଣ। କର୍ମଣ ମାନେ ଆମର ଯାହା କର୍ମ କରୁଛେ କେବଳ ଯଜ୍ଞ ଉଦ୍ଦେଶ୍ୟରେ ଆମକୁ ସେ କର୍ମ ଗୁଡ଼ିକ କରିବାକୁ ପଡ଼ିବ। ଅନ୍ୟତ୍ର ତା ନହେଲେ ଲୋକୟମ୍। ଲୋକୟମ୍ ମାନେ ଏଇ ଭୌତିକ ଜଗତରେ, ଲୋକମାନେ ଜଗତ, ଏଇ ଭୌତିକ ଜଗତରେ କର୍ମବନ୍ଧନ ତାମାନେ ଆମେ କର୍ମବନ୍ଧନରେ ପଡ଼ିଯିବା। ଯଦି ଆମେ ଯଜ୍ଞ ଅର୍ଥାତ୍ ମାନେ ଯଜ୍ଞ ଉଦ୍ଦେଶ୍ୟରେ ଯଦି ଆମେ କର୍ମ ନ କରୁଛେ, ଆମେ ଅନ୍ୟ ଉଦ୍ଦେଶ୍ୟରେ ଯଦି କରୁଛେ କର୍ମବନ୍ଧନରେ ପଡ଼ିବା। ତଦର୍ଥଂ କର୍ମ କୌନ୍ତେୟ। ତେଣୁ କହୁଛନ୍ତି ସେଇ ଉଦ୍ଦେଶ୍ୟରେ କର୍ମ କର ହେ ଅର୍ଜୁନ। କୌନ୍ତେୟ ମାନେ କୁନ୍ତୀଙ୍କ ପୁତ୍ର ଅର୍ଜୁନ। ସେଇ ଉଦ୍ଦେଶ୍ୟରେ କର୍ମ କର। କୋଉ ଉଦ୍ଦେଶ୍ୟରେ? ଯଜ୍ଞ ଅର୍ଥାତ୍ ଯଜ୍ଞ ଉଦ୍ଦେଶ୍ୟରେ କର୍ମ କର। କଲେ କଣ ହବ? ମୁକ୍ତ ସଙ୍ଗ ସମାଚାର ମାନେ ଏଇ ଯୋଉ କର୍ମର ଯୋଉ ପ୍ରତିକ୍ରିୟା ସେଥିରୁ ରକ୍ଷା ପାଇଯିବ, ଅର୍ଥାତ୍ କର୍ମବନ୍ଧନରୁ ମୁକ୍ତ ହେଇଯିବ। ଏଇଭଳି ଏ ଶ୍ଲୋକରେ କହୁଛନ୍ତି। ଏବେ ଆମେ ଆକୁ ଆଲୋଚନା କରିବା। ତେବେ ଆମେ ଏ ପୂର୍ବ ଶ୍ଲୋକରେ ଯୋଉ ଆମର ଆରମ୍ଭ ଯୋଉ 1 ରୁ 9 ପର୍ଯ୍ୟନ୍ତ, ସେଥିରେ ତ ପ୍ରଥମତଃ କୋଶ୍ଚିନ୍ ପଚାରିଥିଲେ ଅର୍ଜୁନ, କିନ୍ତୁ ଏ ଯୋଉ 3 ରୁ 8 ଯୋଉ କୃଷ୍ଣ ଉତ୍ତର ଦେବା ଆରମ୍ଭ କଲେ, ସେଥିରେ ସେ କଣ କେବଳ ଏମ୍ଫାସିସ୍ ଦେଲେ ଆମର ନିଷ୍କାମ କର୍ମ ଯୋଗ। ଆମେ କର୍ମକୁ ଛାଡିବା କଥା ନୁହେଁ ବୋଲିକି
କହିଲେ ଏବଂ କର୍ମ କରିବାକୁ ପଡିବ, କିନ୍ତୁ କର୍ମ ଫଳ ପ୍ରତି ଆସକ୍ତି ନ ରଖିକି ଏଇଭଳି କର୍ମ କରିବାକୁ ପଡିବ। କିନ୍ତୁ ଗୋଟେ ପ୍ରଶ୍ନ ପଡୁଛି, ଯଦି ଉଠୁଛି, ଯଦି ଆମେ କର୍ମ ଫଳ ପ୍ରତି ଆସକ୍ତି ନ ରଖିଲେ ବା କର୍ମଫଳ ଆମର ନୁହେଁ, ତାହେଲେ କର୍ମଫଳ କାହାର ବା କର୍ମଫଳ କାହାକୁ ଆମେ ଡେଡିକେଟ କରିବା, କାହାକୁ ଅର୍ପଣ କରିବା କର୍ମଫଳକୁ? ସେଇ ଜିନିଷ ଏଇଠି ଭଗବାନ ଏ ଶ୍ଲୋକରେ କହୁଛନ୍ତି, ଯଜ୍ଞ ଅର୍ଥାତ୍ କର୍ମଣ। ତାର ଉତ୍ତର ଦଉଛନ୍ତି। ଇଏ ଗୋଟେ ଜିନିଷ। ଆଉ ଗୋଟେ ଜିନିଷ ହଉଛି, ଯେହେତୁ ଭଗବାନ କହୁଛନ୍ତି ଯେ ମାନେ କର୍ମ କରିବାକୁ ପଡିବ, ନିଷ୍କ୍ରିୟ ହେଇପାରିବନି ଅର୍ଜୁନ, ତମେ ତମେ କର୍ମକୁ ଛାଡି ପାରିବନି। ତେବେ ଡାଉଟ୍ ଆସୁଛି, ଉପନିଷଦରେ ଅଛି, ମହାଭାରତରେ ଅଛି, କର୍ମଣ ବଧ୍ୟତେ ଜନ୍ତୁ, କର୍ମ ଦ୍ଵାରା ମଣିଷ କର୍ମ ବନ୍ଧନରେ ପଡେ। ଏ କଥା ଅର୍ଜୁନ ଜାଣିଛନ୍ତି, ସେଥିପାଇଁ ସେ କହୁଛନ୍ତି ଯେ ମୁଁ ତ କର୍ମ କଲେ, ଆପଣ କର୍ମ କରିବାକୁ ମତେ ଫୋର୍ସ କରୁଛନ୍ତି, ଯଦି କର୍ମ ମୁଁ କଲି ମୁଁ କର୍ମ ବନ୍ଧନରେ ପଡିଯିବି। ତେଣୁ ତାର ଉତ୍ତର ମଧ୍ୟ ଏ ଶ୍ଲୋକରେ ଭଗବାନ ଦଉଛନ୍ତି, ତାକୁ ଆଡ୍ରେସ କରୁଛନ୍ତି। ସେଇ ଡାଉଟ୍, ଅର୍ଜୁନଙ୍କର ସେଇ ଯୋଉ ସନ୍ଦେହ, ତାକୁ ଆଡ୍ରେସ କରୁଛନ୍ତି। ସେ କହୁଛନ୍ତି ତମେ କର୍ମ କର, କିନ୍ତୁ ତମକୁ ପ୍ରତିକ୍ରିୟା ଲାଗିବନି, କର୍ମ ବନ୍ଧନରେ ପଡିବନି। ମୁଁ ତମକୁ ପ୍ରତିଜ୍ଞା କରୁଛି ଯେ ତମେ ପଡିବନି। କାହିଁକି ନା ମୁଁ ଯେମିତି କହୁଛି ସେଇଭଳି କର୍ମ କର, ତାହେଲେ ତମେ କର୍ମ ବନ୍ଧନରେ ପଡିବନି। ମୁଁ କେମିତି କହୁଛି ନା, ଯେମିତି 9th ଶ୍ଲୋକରେ, 9ମ ଶ୍ଲୋକରେ, ତୃତୀୟ ଅଧ୍ୟାୟରେ ମୁଁ କହୁଛି ସେଇଭଳିଆ କର୍ମ କର। ତାମାନେ ଭଗବାନ ଏଠି କର୍ମ କରିବାର ତରିକା ଆରମ୍ଭ କରିଛନ୍ତି, ଶିଖେଇବା ଆରମ୍ଭ କରିଛନ୍ତି। ତେବେ ଆମେ ଦେଖିଲେ ଶ୍ଲୋକଟି, ଯେ ଭଗବାନ କହୁଛନ୍ତି ଯଜ୍ଞ ଅର୍ଥାତ୍ କର୍ମଣ, ଯାହା କର୍ମ କରିବାକୁ ପଡିବ କେବଳ ଯଜ୍ଞ ଉଦ୍ଦେଶ୍ୟରେ ଆମକୁ କର୍ମ କରିବାକୁ ପଡିବ, ଆଉ ଅନ୍ୟ କିଛି ଉଦ୍ଦେଶ୍ୟ ଆମର ନାହିଁ। ଯଦି କରିବା ଆମେ କର୍ମ ପଡିବା। ମତେ କହିବା 5 ମିନିଟ୍ ଆଉ ସେଥିପାଇଁ କୃଷ୍ଣଙ୍କୁ ଡେରି ହେଲେ କହୁଛନ୍ତି, ହବନି। ସେଥିପାଇଁ କୃଷ୍ଣ, ଗୋଟେ ସେକେଣ୍ଡ, ହଁ, ଟିକେ ମ୍ୟୁଟ ରଖିଦେବେ। ସେଥିପାଇଁ ଏଠି ମୁଁ କଣ କହୁଥିଲି, ହଁ, ତଦର୍ଥଂ କହୁଛନ୍ତି, ତଦର୍ଥଂ କର୍ମ କୌନ୍ତେୟ, ସେଇ ଉଦ୍ଦେଶ୍ୟରେ, ଯଜ୍ଞ ଉଦ୍ଦେଶ୍ୟରେ କର୍ମ କର, ତାହା ନହେଲେ କର୍ମବନ୍ଧନରେ ପଡିଯିବ ବୋଲିକି ଏଇଭଳି କହିଲେ। ତା ମାନେ ବେସିକାଲି କୃଷ୍ଣ ଏଠି କହୁଛନ୍ତି ଯେ କର୍ମ ଫଳ ପ୍ରତି ଆସକ୍ତି ନ ରଖିକି ତମେ କର୍ମ କରିବା ଉଚିତ। ଏବଂ କର୍ମଫଳ ପ୍ରତି ଆସକ୍ତି ନ ରଖିବା ଅର୍ଥ କଣ? ଯଜ୍ଞ ଅର୍ଥାତ୍ କର୍ମଣ, ଯଜ୍ଞ ଉଦ୍ଦେଶ୍ୟରେ କର, ତାହେଲେ ତମେ କର୍ମବନ୍ଧନରେ ପଡିବନି। ଏଇ ଯେ କର୍ମ ବନ୍ଧନ ଜିନିଷଟି ଭଗବାନ କହୁଛନ୍ତି ଏଠି ଶ୍ଲୋକରେ ଆଣିଛନ୍ତି, ତାକୁ ଆମେ ଟିକେ ପ୍ରଥମେ ବୁଝିଯିବା ଦରକାର। କର୍ମ ବନ୍ଧନ କଣ? ଆକ୍ଚୁଆଲି ଆମେ ଦେଖିବା ବହୁତ ନିୟମ ଅଛି। ଆମେ ବହୁତ ପଢିଛେ, ଫିଜିକ୍ସ ପଢିଛେ, ବହୁତ ବିଭିନ୍ନ ପ୍ରକାର ନିୟମ ଅଛି। ଲ ଅଫ ଗ୍ରାଭିଟି, ନ୍ୟୁଟନ୍ସ ଥାର୍ଡ ଲ, ସେ ଆମେ ଯାହା କର୍ମ କରୁଛେ ତାର ଗୋଟେ ପ୍ରତିକ୍ରିୟା ରହିବ, ଆକ୍ସନ ର ରିଆକ୍ସନ ରହିବ, ଏସବୁ ଜିନିଷ। ସେମିତି ଲ ଅଫ କର୍ମ ମଧ୍ୟ ଗୋଟେ ଅଛି, ନିୟମ, କର୍ମର ନିୟମ। କଣ ସେଇଟା? ଯେ କଜ୍ ଆଣ୍ଡ ଏଫେକ୍ଟ, ମାନେ ଏବେ ମୁଁ ମୋ ଜୀବନରେ ଯାହା ଘଟୁଛି ତାର କାରଣ ହଉଛି ଅତୀତ, ଏବଂ ମୁଁ ଏଲେ ଯାହା କରୁଛି ଭବିଷ୍ୟତରେ ତାର ଫଳ ଆସିବ। ଇଏ ହଉଛି ମାନେ କର୍ମର କଜ୍ ଆଣ୍ଡ ଏଫେକ୍ଟ। ମାନେ କଜ୍ ଆଣ୍ଡ ଏଫେକ୍ଟ ଜିନିଷଟା କର୍ମ, ଆଉ କର୍ମର ପ୍ରତିକ୍ରିୟା। ତେଣୁ ଜିନିଷ ହଉଛି କଣ ନା, ଏଥିରୁ ବୁଝିବାକୁ ପଡିବ ଯେ ଆମେ କଷ୍ଟ ପାଉଛେ ବା ଦୁଃଖ ପାଉଛେ ବା ଆନନ୍ଦ ଅନୁଭବ କରୁଛେ, वी आर सफरिंग और एंजॉइंग, କୋଉ କର୍ମ ଯୋଉ କରିଛେ ସେ କର୍ମ ଫଳକୁ ଆମେ ଭୋଗୁଛେ, ନହେଲେ ସେଥିରୁ ଆନନ୍ଦ ପାଉଛେ। ଏବଂ ଏଇ କର୍ମ ଯୋଉ କରିଛେ ଆମେ ଅତୀତରେ କରିଛେ, ତାର ଫଳ ଏବେ ଭୋଗୁଛେ। ଏବେ ଯୋଉ କର୍ମ କରୁଛେ ତାର ଫଳ ଆମେ ଭୋଗିବା ଭବିଷ୍ୟତରେ, ଭୋଗିବା ବା ଆନନ୍ଦ ପାଇବା। ତେଣୁ ଭଗବାନ କହୁଛନ୍ତି ଏଇ ଯୋଉ ନିୟମଟା, ଏ ଲଟା, ୟାକୁ କେହି ମାନେ ଏଡେଇ ଦେଇ ପାରିବେନି, ଖସିକି ଯାଇପାରିବେନି ଏଇ ନିୟମରୁ। ସେ ଯିଏ ବି ହଉ, ଆବାଳ ବୃଦ୍ଧ ବନିତା, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷ ସମସ୍ତେ ଏ ନିୟମ ଭିତରେ ଆସିବେ, କେହି ୟାକୁ
ଏଇ ନିୟମରୁ ଖସିକି ଯାଇପାରିବେନି। ତେଣୁ ସେଥିପାଇଁ କହୁଛନ୍ତି ମାନେ ଏଇ ଯୋଉ ଏଇ କର୍ମର ଫଳ ଏଇଟା କେମିତି ହଉଛି, ଏଇଟା କିଏ ଦଉଛି? ଭଗବାନ ଦଉଛନ୍ତି। ଏ ବିଧିର ବିଧାନ ଆମେ ଯୋଉ କହୁଛେ ଭଗବାନ ଦଉଛନ୍ତି କାହା ଥ୍ରୁରେ? ପ୍ରକୃତି ମାଧ୍ୟମରେ ଏବଂ କାଳର ଯୋଉ ମାନେ କାଳ ଅନୁସାରେ କେତେବେଳେ ମୁଁ ପାଇବି ସେ କର୍ମର ପ୍ରତିକ୍ରିୟା ସେଟା ମୁଁ ବି ଜାଣିନି। ମୁଁ ଅତୀତରେ କଣ କରିଛି ସେଟା ମୁଁ ସେଇ ଲାଇଫରେ ପାଇବି କି ପର ଲାଇଫରେ ପାଇବି କି ବହୁତ ଲାଇଫ ମୋର ଯିବା ପରେ ମୁଁ ତା ପାଇବି, ମୋର ଡିପେଣ୍ଡ କରିବ ସେ କର୍ମ ଫଳର ମ୍ୟାଚୁରିଟି ଉପରେ। ସେ କେତେବେଳେ ପାଚିବ ତାର ଇଣ୍ଟେନ୍ସିଟି ଅଫ କର୍ମ ଯୋଉଟା ତା ଉପରେ ଡିପେଣ୍ଡ କରିବ। ତେବେ ଜୀବନରେ ଆମେ ଦେଖୁଛେ ଆମେ ଯୋଉ କର୍ମ କରୁଛେ ସେ ତିନି ପ୍ରକାରର: କର୍ମ, ବିକର୍ମ, ଅକର୍ମ। ବିକର୍ମ ଗୁଡିକ ହଉଛି ଶାସ୍ତ୍ର ବିରୁଦ୍ଧ କର୍ମ। ଚୋରି କରିବା, ମିଛ କହିବା, ଗଲତ ତରିକାରେ ପଇସା ରୋଜଗାର କରିବା, କାହାକୁ ମାରିଦବା, ଅବୈଧ ସମ୍ପର୍କ ରଖିବା, ନଶାପାନ କରିବା, ଏଇଗୁଡିକ ହଉଛି ଗଲତ କାମ। ଏଗୁଡିକ କଲେ କଣ ହବ? ଆମେ ନିଚ ଘରେ ଜନ୍ମ ହବା, ଗରିବ ହବା, ଆମର ଏଜୁକେସନ ରହିବନି ଭଲ, ଆମର ସ୍ୱାସ୍ଥ୍ୟର ପ୍ରୋବ୍ଲେମ ରହିପାରେ, ଏମିତି ବିଭିନ୍ନ ପ୍ରକାରର ହବ ଏଇ କର୍ମ ଯଦି ବିକର୍ମ ଗୁଡିକ କରିବା। ଆଉ କର୍ମ କଣ? ଇଏ ଦି ପ୍ରକାର ରହିପାରନ୍ତି। ନର୍ମାଲ ଆମର ଆକ୍ଟିଭିଟିଜ ଆମେ ଯାହା କରୁଛେ ସେ ବି କର୍ମ, ଯାହା ଆମେ କରୁଛେ ସେଥିରେ ବି ପ୍ରତିକ୍ରିୟା ଆସିବ। ଏବଂ ଆଉ କେତେ ଗୁଡା କର୍ମ ଅଛି ଯୋଉଗୁଡାକୁ ଭଲ କର୍ମ ବା ପୁଣ୍ୟ କର୍ମ କୁହାଯାଏ। ଧରନ୍ତୁ ଆମେ କୋଉଠି ଲୋକହିତକର କାମ କରୁଛେ, କୋଉ ଅନାଥ ଆଶ୍ରମରେ ଯାଇ ଆମେ ତାଙ୍କୁ ଡୋନେସନ ଦଉଛେ, ତାଙ୍କୁ ଖାଦ୍ୟ ଯୋଗେଇ ଦଉଛେ, ତାଙ୍କର ପୋଷାକ ଯୋଗେଇ ଦଉଛେ, ତାଙ୍କୁ ବିଭିନ୍ନ ବହିପତ୍ର ଯୋଗେଇ ଦଉଛେ, ଦାତବ୍ୟ ଚିକିତ୍ସାଳୟ କୋଉଠି କୋଉଠି ଆମେ କରୁଛେ, ଏସବୁ ଜିନିଷ ଆମେ ଲୋକହିତକର କାମ କରୁଛେ, ଏଗୁଡିକ ପୁଣ୍ୟ କାମ। ଏ ପୁଣ୍ୟ କାମରେ ମଧ୍ୟ ପ୍ରତିକ୍ରିୟା ରହିଛି। ଯଦିଓ ପୁଣ୍ୟ କାମ ଆର ଅର୍ଥ ନୁହେଁ ଯେ ଆମେ କର୍ମବନ୍ଧନରେ ପଡିବାନି। ଏଇ ପୁଣ୍ୟକୁ ଭୋଗିବା ପାଇଁ ମଧ୍ୟ ଆମକୁ ଏଠିକି ଆସିବାକୁ ପଡିବ। ମାନେ ଏଇ ପୁଣ୍ୟକୁ ଉପଭୋଗ କରିବା ପାଇଁ, ପୁଣ୍ୟର ରେଜଲ୍ଟ ଭଲ, ତାକୁ ଭଲ ପରିବାରରେ ଜନ୍ମ ହବା, ଉଚ୍ଚ ଶିକ୍ଷିତ ହବା, ସ୍ୱାସ୍ଥ୍ୟ ଭଲ ହବ, ରୋଗ ବାଗ କମ, ଏମିତି ବିଭିନ୍ନ ପ୍ରକାରର ଭଲ ଜିନିଷ ଗୁଡ଼ିଏ ମିଳିବ। କିନ୍ତୁ ବାକି ଯୋଉ କର୍ମ ଆମେ କରୁଛେ ତାର ମଧ୍ୟ ପ୍ରତିକ୍ରିୟା ଅଛି। କାହିଁକି ନା ସେଗୁଡ଼ିକ ଆମେ ଇନ୍ଦ୍ରିୟ ଭୋଗ ପାଇଁ କରୁଛେ। ଭଗବାନ କହୁଛନ୍ତି ଏନିଥିଙ୍ଗ ଡନ୍ ଫର ସେନ୍ସ ଗ୍ରାଟିଫିକେସନ ସେ ହଉଛି କର୍ମ ବନ୍ଧନର କାରଣ। ଯାହା ଆମେ ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ କରୁଛେ, ଇନ୍ଦ୍ରିୟ ଭୋଗ ପାଇଁ କରୁଛେ, ସେ କର୍ମ ବନ୍ଧନର କାରଣ। ତେଣୁ ଏଇଭଳି ଭଗବାନ କହିଲେ ଯେ ଏଇ ଯୋଉ ବିକର୍ମ ଆଉ କର୍ମ ଏ ଦୁଇଟି ଏ ଦୁଇଟି ହଉଛି ଭୌତିକ କାମ। ତେଣୁ ଭୌତିକ କାମ ଯାହା କରୁଛେ ତାର ଯୋଉ ପ୍ରତିକ୍ରିୟା ସେ ଭୌତିକ ପ୍ରତିକ୍ରିୟା। ଭୌତିକ ପ୍ରତିକ୍ରିୟା କଣ? ଭୌତିକ ଜିନିଷଟା ହଉଛି ମ୍ୟାଟର। ତେଣୁ ଆମେ ଯୋଉ କାମ କଲେ ମ୍ୟାଟର ରିଲେଟେଡ କାମ କଲେ, ତେଣୁ ଆମକୁ ସେ ଭୌତିକ ଜଗତ ଆଉ ଥରେ ଆମକୁ ଆସିବାକୁ ପଡିବ ଏବଂ ଭୌତିକ ଶରୀର ମିଳିବ, ମ୍ୟାଟେରିଆଲ ବଡି। ତାକୁ ହିଁ କହନ୍ତି ମାନେ କର୍ମ ବନ୍ଧନ। ତା ମାନେ ଆମେ ଏଇ ଭୌତିକ ଜଗତ ଆଉ ଏଇ ଭୌତିକ ଶରୀରକୁ ବାନ୍ଧି ହେଇଗଲେ, କର୍ମ ବନ୍ଧନରେ ପଡିଗଲେ। କର୍ମ କରିକି କର୍ମର ପ୍ରତିକ୍ରିୟା ଫଳରେ ଆମେ ଆସୁଛେ, ଆମକୁ ସେ ଜନ୍ମ ନେବାକୁ ବାଧ୍ୟ କରୁଛି ଏବଂ ଏଇ ଯୋଉ ଜନ୍ମ ମୃତ୍ୟୁ ଚକ୍ରକୁ ସେ ବାନ୍ଧିକି ରଖୁଛି। ଏହା ହିଁ କର୍ମ ବନ୍ଧନ। ସେଥିପାଇଁ ଆମକୁ କେୟାରଫୁଲ ହବାକୁ ପଡିବ। କାହିଁକି ନା ଯାହା ଆମେ କର୍ମ କରୁଛେ ପ୍ରତିଟି କର୍ମ ଗୋଟେ ମାନେ ଆମର ଗୋଟେ ଶବ୍ଦ, ଆମେ ପାଟିରୁ ଗୋଟେ ଶବ୍ଦ ବାହାରି ଯାଉଛି କି ଆମର ଆମେ ସ୍ୱରଟେ ଛାଡି ଦଉଛେ, ସ୍ୱର ବିନ୍ଧି ଦେଲେ ବା ବୁଲେଟଟେ ଫାୟାର କରିଦେଲେ ସେ ଆଉ ଫେରେନି। ୱାନ୍ସ ଡନ୍ ଇଟ୍ ଇଜ ଡନ୍। ଆକୁ ଆଉ ପରିବର୍ତ୍ତନ କରିହବନି। ସେମିତି ଆମେ କର୍ମଟିଏ କରିଦେଲେ ତାପରେ ଆଉ ଆମେ ଆମର ପ୍ରତିକ୍ରିୟା ମଷ୍ଟ ନିଶ୍ଚିତ ଭାବରେ। ତେଣୁ ଆମକୁ ଆମ ପାଖରେ ଚଏସ୍ ଅଛି, ଫ୍ରି ୱିଲ୍ ଅଛି ଯେ କର୍ମ କରିବା ପୂର୍ବରୁ ଆମକୁ ଦେଖିବାକୁ ପଡିବ ଯେ ଆମେ କି କର୍ମ କରୁଛେ, ତାର ଆମେ ଏଇ କର୍ମରେ କର୍ମବନ୍ଧନରେ ପଡିବା କି, ଦ୍ୟାଟ ଇଜ ଇମ୍ପୋର୍ଟାଣ୍ଟ। ସେଥିପାଇଁ ଭଗବାନ ଆମର ଯୋଉ ଥାର୍ଡ ଜିନିଷଟା କହୁଛନ୍ତି, ଯୋଉ କର୍ମ ତିନି ପ୍ରକାରର କର୍ମ ବିକର୍ମ ଆମେ ବୁଝେଇ ଦେଲେ ଏବଂ ବର୍ତ୍ତମାନ ଗୋଟେ ଥାର୍ଡ ଜିନିଷ ଅକର୍ମ। ସେ ଏ ଶ୍ଲୋକରେ ଭଗବାନ ଏଇ ଅକର୍ମ କଥା କହୁଛନ୍ତି। ଏଠି ଅକର୍ମର ଅର୍ଥ ନୁହେଁ ଯେ ଆଭଏଡାନ୍ସ ଅଫ ୱାର୍କ, ନା ତା ନୁହେଁ, ବା କର୍ମ ନ କରିବା ବା ନିଷ୍କ୍ରିୟତା, ତା ବି ଭଗବାନ କହୁନାହାନ୍ତି।
भगवान एटी अकर्मर अर्थ कहउचंती ये होची आत्मा संबंधी कर्म, आध्यात्मिक कर्म। ये बॉडी रिलेटेड कर्म नुहे, शरीर पाई जो कर्म करूचे से कर्म नुहे, याकू अकर्म कहती। बोले आध्यात्मिक भगवानंकर पाई आमे कर्म करूचे, तांको तरफरु ए कर्म करूचे, तांकर खुशी पाई आमे कर्म करूचे। एई कथा एई श्लोक रे कुआई जाईची, यज्ञ अर्थात कर्मण अन्यत्र लोकयं कर्म बंधन। माने यज्ञ उद्देश्य रे हमको कर्म करने को पड़िबो। ताले केमिति कर्मटी करने को पड़िबो? यज्ञ अर्थात कर्मण। नॉर्मली आमे जेतो भगवान कहउचंदी अतीत रे कहि के आसीचंदी हमर जो प्रेस्क्राइब ड्यूटी रो अर्थ कोन? जे शास्त्र अनुमोदित कर्म हमर गुण अनुसार आमे जो वर्ण हमको मिलिची, तामाने वर्णाश्रम धर्म अनुसार जो कर्म आमे करूचे सेटा होची यज्ञ अर्थात कर्मण। माने से भगवानंकर खुशी पाई एमिति तैयारी करा हिचे वर्णाश्रम धर्म को। वर्णाश्रम आचरवता पुरुषेण परः पुमान् विष्णु विष्णु आराध्यते पंथा न अन्य तत्तोष कारणम। सेठी कुआइछि, कहउचंदी वर्णाश्रम ताको एभलिया कराइछि जे परम पुरुषंकु आमे पूजा करबा। से माने गोटे विष्णु होउचंती हमर पूजार माने पूजनीय, विष्णु को ही हमें पूजा करबा। आउ एवं तांकु न अन्य तत्तोष कारणम, तांकु जो सैटिस्फैक्शन करबा बा खुशी करबा छडा हमर अन्य किछि कारण नाही आमे जो कर्म करूचे। तेणु ये विष्णु पुराण रे अछि, इवन चैतन्य चरित्रामृत रे मध्ये ए कथा लेखा आइछि। किंतु कथा होची जे यज्ञ अर्थात कर्मण, ये जो कथाटा वर्णाश्रम धर्म, ये कलिजुग पाई ये वर्ण कौन ये आश्रम कौन, ये तो बहुत डिफिकल्ट आम पाए। आजिकल किए वर्ण ब्राह्मण जी से कौन ब्राह्मण काम करूची, सब मिक्सड हो गले। तेणु यार रेलेवेंस नाही वर्तमान कलिजुग रे। तेणु कौन से बुझा को ये भगवान से सेंस एठी नवम अध्याय जो कहउचंदी ये दीटा सॉरी नवम 9th श्लोक रे जहा कहिचंदी दीटा मीनिंग तार आसुची। यज्ञ रो प्रकृत अर्थ हला जो यज्ञ अनुष्ठान, ये गोटे मीनिंग माने यज्ञ अनुष्ठान करिकी देवता मान को सैटिस्फाई करबा, जोटा हेले अल्टीमेटली विष्णु को सैटिस्फाई करबा। तेणु यज्ञ रो अर्थ भी होची यज्ञ वही विष्णु। यज्ञ माने विष्णुंकर सैटिस्फैक्शन पाई, विष्णुंकर खुशी पाई, सेटा होची यज्ञ। जहाँ आमे करूचे यदि विष्णु का सैटिस्फैक्शन बा खुशी पाई कले सेटा होची यज्ञ। निजे भी भगवान कहउचंदी भोक्ताराम यज्ञ तपसाम। ए यज्ञ जेते करबा आमे जो यज्ञ करूचे देवता मानक पाई, ए घियो नै कि ढाली के आहुति देई कि जहाँ करूचे से सेतरे उद्देश्य कोन? भगवान को सैटिस्फाई करबा। तेणु से कहउचंदी भोक्तार जेते यज्ञ करूच तार बेनिफिशियरी मु, ताल अल्टीमेटली हमको भगवान को सैटिस्फाई करबा को हबो। ही इज द एंजॉयर, ही इज द बेनिफिशियरी। तेणु यज्ञर अर्थ होची लॉर्ड विष्णु बा कृष्ण, तांकु ही तांको खुशी पाई हमको कर्म करबा को पड़िबो। तेणु जो कर्म आमे करूचे हमर यज्ञानुष्ठान माध्यम रे जा रिजल्ट पाउचे, आमे जेतबेले डायरेक्ट भगवान कृष्ण को सैटिस्फैक्शन को तांकर खुशी पाई आमे कर्म करबा, आमे सेही रिजल्ट पाइबा। तेणु कृष्ण चेतना होची ए यज्ञ करिवार माने माने यज्ञ आमे करूचे बोली बुझा पड़िबो जदि आमे कृष्ण चेतना रे रहूचे। कोनोसी डिफरेंस नाही यज्ञ अनुष्ठान बा भगवत सेवा बा कृष्ण चेतना, ए दीटा भीतर किछि फरक नाही। जो यज्ञ आमे करूचे से यज्ञ रो उद्देश्य जहा भगवत सेवा करबा, भगवानकर सेवा करबा बा कृष्ण चेतना रो रहबा एका, कोनोसी फरक नाही। किंतु ता अर्थ आमे भगवान विष्णु को पाई कर्म करबा। किंतु अर्जुन कहि पचारिबा काहे कि करबी मु जे न करे कर्म, सेति पई भगवान एठी कहिचंदी लोकयं अन्यत्र लोकयं कर्म बंधन। आउ जहाँ कर्म करिवो ए भौतिक जगत रे जदि विष्णुंकर सैटिस्फैक्शन बा खुशी पाई हम करूने से कर्म बंधन रो कारण हबो। से रिएक्शन आनिबो, से कर्म प्रतिक्रिया आनिबो, हमको भौतिक जगत को बांधिबो। ए गोटे शरीर मिलिबो, भौतिक जगत को फेरिबा, जन्म मृत्यु चलीथिबो। सेति पई एठी भगवान कहउचंदी यज्ञ अर्थात कर्मण हमको कहउचंदी कर्म कर, मो
ମୋ ହିସାବରେ ବା ମୋ ଅନୁସାରେ ବା ମୋ ଡାଇରେକ୍ସନରେ ବା ମୋ ତରଫରୁ କର୍ମ କର, ତାହେଲେ କର୍ମ ବନ୍ଧନରେ ପଡିବନି। କହିବାର ଉଦ୍ଦେଶ୍ୟ ହଉଛି ଭଗବାନ କହୁଛନ୍ତି କର୍ମ ବନ୍ଧନ କେତେବେଳେ ହବ? ଯଦି ନିଜ ଆକାଉଣ୍ଟରେ କାମ କରିବ, ନିଜ ଇଚ୍ଛା ଅନୁସାରେ କାମ କରିବ। କିନ୍ତୁ ଯଦି ମୋ ଆକାଉଣ୍ଟରେ କାମ କରିବ, ଭଗବାନ କହୁଛନ୍ତି ଯେ ଭଗବାନଙ୍କ ଆକାଉଣ୍ଟରେ ଆମେ କାମ କରିବା, ଅର୍ଥାତ ଭଗବାନଙ୍କ ଇଚ୍ଛା ଅନୁସାରେ ଆମେ କାମ କରିବା, ଆମେ କର୍ମ ବନ୍ଧନରେ ପଡିବାନି। ଉଦାହରଣ ସ୍ୱରୂପ ଜଣେ ସୈନ୍ୟ ଯେତେବେଳେ ଯୁଦ୍ଧରେ ସେ ମାରି ଦଉଛି ଶତ୍ରୁ ପକ୍ଷର ଲୋକଙ୍କୁ, ଭଗବାନ ସେଠି ତାକୁ ଗଭର୍ଣ୍ଣମେଣ୍ଟ କଣ ଦଉଛି? ପୁରସ୍କାର ଦଉଛି, ତାକୁ ରିୱାର୍ଡ ମିଳୁଛି। କିନ୍ତୁ ସେଇ ସୈନ୍ୟ ଯେତେବେଳେ ଗାଁକୁ ପଳେଇ ଆସିକି ଯେତେବେଳେ ମାରି ଦଉଛି ଜଣକୁ, ତାକୁ କଣ ହଉଛି? ତାକୁ ଫାଶୀ ହଉଛି, ତାକୁ ପନିଶମେଣ୍ଟ ମିଳୁଛି। ଡିଫରେନ୍ସ କଣ ନା, ସେଠି ଯେତେବେଳେ ଯୁଦ୍ଧରେ ମାରୁଥିଲା ସେତେବେଳେ ସେ ମାନେ ଭଗବାନ ଏଠି ଗଭର୍ଣ୍ଣମେଣ୍ଟର ଇଚ୍ଛା ଅନୁସାରେ, ଗଭର୍ଣ୍ଣମେଣ୍ଟ ତରଫରୁ ଅନ୍ ବିହାଫ୍ ଅଫ୍ ଗଭର୍ଣ୍ଣମେଣ୍ଟ ବା ଭଗବାନ ଗଭର୍ଣ୍ଣମେଣ୍ଟର ଡାଇରେକ୍ସନ ଅନୁସାରେ ସେ କର୍ମ କରୁଥିଲା, ସେଥିପାଇଁ ରିୱାର୍ଡ ପାଉଥିଲା। କିନ୍ତୁ ଏଠି ଯେତେବେଳେ ନିଜେ ଆସିକି ଗାଁରେ କାହାକୁ ମାରିଦେଲାଣି, ସେ ନିଜ ଆକାଉଣ୍ଟରେ କାମ କଲା, ନିଜ ଇଚ୍ଛା ଅନୁସାରେ କଲା, ସେଥିପାଇଁ ତାକୁ ପନିଶମେଣ୍ଟ ମିଳୁଛି। ସେମିତି ଭଗବାନ କହୁଛନ୍ତି ତମେ ଯାହା କର୍ମ କରିବ ଯଦି ମୋ ପାଇଁ କଲ, ମୋର ଖୁସି ପାଇଁ କଲ, ମୋ ନିର୍ଦ୍ଦେଶ ଅନୁସାରେ, ମୋ ଇଚ୍ଛା ଅନୁସାରେ କଲ, ତାହେଲେ କର୍ମ ବନ୍ଧନରେ ପଡିବନି, କାରଣ ତମେ ମୋ ଆକାଉଣ୍ଟରୁ କରୁଛ। କେହି କେହି ଭାବନ୍ତି ଠିକ ଅଛି, ଏଇ ଯୋଉମାନେ ଖାଉଛନ୍ତି ନନ ଭେଜ, ମାଛ ମାଂସ ଇଏ ସେ ମାନେ ଜୀବ ହତ୍ୟା କରିକି, ସେମାନେ କର୍ମ ବନ୍ଧନରେ ପଡିବେ, ତାଙ୍କୁ ପ୍ରତିକ୍ରିୟା ଲାଗିବ, ଆମେ ତ ଭେଜ ଖାଉଛେ, ଆମେ କଣ, ଆମର ତ ପଡିବନି, ଏମିତି ବି ଭାବି ପାରନ୍ତି। ନାଇଁ, ଭଗବାନ କହୁଛନ୍ତି ନା, ସେୟା ନୁହେଁ। ଭେଜ ନନ ଭେଜ ପନିଶମେଣ୍ଟ ପାଇବ, ରିଆକ୍ସନ ଅଛି। କାହିଁକି ନା ଆମେ ମାନେ ସେ ତରିକା ବତଉଛନ୍ତି ଏଠି, କର୍ମର ତରିକା। ସେ କହୁଛନ୍ତି ଆମେ ଭେଜ ହେଲେ ବି ଆମେ ତାକୁ ଆକ୍ସେପ୍ଟ କରୁଛେ, କେମିତି? ୱିଦାଉଟ୍ ଅଫରିଂ ଟୁ ଦ ସପ୍ଲାୟର। ଯିଏ ଆମକୁ ଏ ଖାଦ୍ୟ ଯୋଗେଇ ଦଉଛି, ଆମେ ତାକୁ ଅଫର ନ କରିକି ଆମେ ସେ ଖାଦ୍ୟକୁ ଗ୍ରହଣ କରୁଛେ, ସେଥିପାଇଁ ଏଥିରେ ଆମକୁ ପାପ ପ୍ରତିକ୍ରିୟା ଲାଗିବ। ଏଇ ଯୋଉ କର୍ମ କଲେ ଏଥିରେ ପ୍ରତିକ୍ରିୟା ଲାଗିବ, ଇଏ ହଉଛି ନିୟମ। ତେଣୁ ଭଗବାନ କହୁଛନ୍ତି ଯେ ଏଥିରେ ପ୍ରଶ୍ନ ଆସିବ, ହାଉ ହି ଇଜ ସପ୍ଲାୟର, ସେ କେମିତି ଯୋଗେଇ ଦେଲେ? କାରଣ ଦୁନିଆରେ ଯାହା ଆମେ ବନଉଛେ, ଭଗବାନଙ୍କର ଅରିଜିନାଲ ଯୋଉ ଉପାଦାନ ସାମଗ୍ରୀ ସେ ହିଁ ଯୋଗେଇ ଦେଇଛନ୍ତି, ତାକୁ ହିଁ ମୁଁ ୟୁଟିଲାଇଜ କରୁଛି। ଏ ମଞ୍ଜି, ଯୋଉ ଧାନର ମଞ୍ଜି କିଏ ଦେଇଛି? ଭଗବାନ ଦେଇଛନ୍ତି। ମୁଁ କଣ ଲାବୋରେଟୋରୀରେ ତାକୁ ତିଆରି କରିପାରିବି, ମାନୁଫାକ୍ଚର କରିପାରିବି? ଯଦି ଭଗବାନ ସେଟାକୁ ନ ଦେଇଥାନ୍ତେ, ମୁଁ ଏବେ ତାକୁ ଯେତେ ଚେଷ୍ଟା କଲେ ମୁଁ ଗୋଟେ ଧାନ ବିହନଟେ ତିଆରି କରିପାରିବି ମୋର ଲାବୋରେଟୋରୀରେ? ନା। ତେଣୁ ଭଗବାନ ଦେଇଛନ୍ତି ଏ ମଞ୍ଜି, ଭଗବାନ ଦେଇଛନ୍ତି ଏ ମାଟି, ଭଗବାନ ଦେଇଛନ୍ତି ଏ ପାଣି, ଭଗବାନ ଦେଇଛନ୍ତି ଏ ଉତ୍ତାପ, ଭଗବାନ ଦେଇଛନ୍ତି ଏଇ ଯୋଉ ସୂର୍ଯ୍ୟ ଆଉ ଚନ୍ଦ୍ରର ଯୋଉ କିରଣ, ଏସବୁ ଯୋଉଥିରେ ଭେଜିଟେବୁଲରେ ଫଳ ଭରି ହେଉଛି, ଫ୍ରୁଟ୍ସରେ ଫଳ ଭରୁଛି ଚନ୍ଦ୍ରର କିରଣ ଯୋଗୁ, ଏସବୁ। ତେଣୁ ଭଗବାନଙ୍କର ସୃଷ୍ଟିରେ ସବୁ ଉପାଦାନକୁ ମୁଁ ବ୍ୟବହାର କରିକି ମୁଁ ଗୋଟେ ପ୍ରଡକ୍ଟ ତିଆରି କରିଦଉଛି, କେବଳ ମୋର ଶ୍ରମ ଦାନ କରିକି। ତେଣୁ ନ୍ୟାଚୁରାଲି ସେ ହଉଛନ୍ତି ସପ୍ଲାୟର। ତେଣୁ ମୁଁ ତାଙ୍କୁ ଦେବି, କାହିଁକି ଦେବି ନା, ସେ ହଉଛନ୍ତି ଓନର। ଆକ୍ଚୁଆଲି ତାଙ୍କ ଜିନିଷ ନେଇକି ମୁଁ ସବୁ ତିଆରି କଲି, ଏବଂ ଯେମିତି ଗୋଟେ ମୋର ବଗିଚାରେ ମୁଁ ଜଣେ ଗାର୍ଡେନରକୁ ବ୍ୟବହାର କରିଛି, ରଖିଛି, ଏବଂ ସିଏ କଣ କରୁଛି ନା, ମୋର ଦେଖଭାଲ କରୁଛି, ମୁଁ ସବୁ ଜିନିଷ ଯୋଗେଇ ଦଉଛି, ପ୍ରତ୍ୟେକ ଜିନିଷ ମୋର ବିହନ ଦବା, ସାର ଦବା, ପ୍ରତ୍ୟେକ ଜିନିଷ, ଇନଷ୍ଟ୍ରୁମେଣ୍ଟ ସବୁ ମୁଁ ଯୋଗେଇ ଦଉଛି, ସେ ଖାଲି ଶ୍ରମ ଦେଇକି ତିଆରି କରୁଛି। ଏବଂ ଯାହା ଧରନ୍ତୁ ଭେଜିଟେବଲ୍ସ କଲା କି ଫ୍ରୁଟ୍ସ କଲା, ସେ ଯଦି ନେଇକି ପଳେଇବ, ତାହେଲେ ସେ ପାପ କଲା ନା। କାହିଁକି ନା, ସେଥିପାଇଁ ତାକୁ ସେ ଆଇଦର ସାଲାରୀ ଦଉଥିବେ, ନା ଯାହା ଫଳ, ସେ ଫଳର କଣ ହବ ନା, ଯାହା ଓନରକୁ ଦେବେ, ଓନର ହେତୁରୁ କିଛି ତାକୁ ଦେବେ, ସେ ଡାଇରେକ୍ଟଲି ନେଇପାରିବନି। ତେଣୁ ଫାଷ୍ଟ କାମ ହେଲା ତାର ଅଫର କରିବା ଭଗବାନଙ୍କୁ, ଓନରକୁ। ସେମିତି ଆମ ପାଖରେ ଯାହା ଅଛି ଆମେ ପ୍ରଥମେ ଅଫର, ଯଜ୍ଞ ଅର୍ଥାତ କର୍ମ। ଏଇଠି ଭଗବାନ କହୁଛନ୍ତି ଯେ ଆମେ କୌଣସି ଜିନିଷ ଗ୍ରହଣ କରିବା କଥା ନୁହେଁ ଯଦି ଆମେ ଭଗବାନଙ୍କୁ ଅଫର ନ କରିଛେ। ସେଥିପାଇଁ ସେ କହୁଛନ୍ତି। ତେଣୁ ଆମେ ଦେଖିବା, ଆମେ ଏଇ ଭୌତିକ ଜଗତରେ ଆମେ ଯେତେ ହୁସିଆର ହେଲେ ବି ଆମେ କାହିଁକି ଭଗବାନଙ୍କ
ଅଫର କରିବା, ଦ୍ୟାଟ ଇଜ ଇମ୍ପୋର୍ଟାଣ୍ଟ। ଯଜ୍ଞ ଅର୍ଥାତ କର୍ମ, ତାଙ୍କର ଖୁସି ପାଇଁ ଆମେ କରୁଛେ, କିନ୍ତୁ ତାଙ୍କୁ ଫାଷ୍ଟ ପ୍ରଶ୍ନ ଆମର ମାଇଣ୍ଡରେ ଆସୁଛି କାହିଁକି ତାଙ୍କୁ ଆମେ ଅଫର କରୁଛେ। ଆମେ ଏଭଳିଆ ପରିସ୍ଥିତିରେ ଅଛେ, ଆମେ କୋଉଠି ଅଛେ? ଭୌତିକ ଜଗତରେ ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ଷ୍ଟେପରେ ଆମେ ପାପ କରୁଛେ। ଇଏ ଆମକୁ ବୁଝିବାକୁ ପଡିବ। କେମିତି? କାରଣ ଏଇ ଭୌତିକ ଜଗତଟାକୁ ସେ ଏମିତି ତିଆରି କରିଛନ୍ତି ଆମେ ପାପ କରିବା। ଯୋଉ ବୁଦ୍ଧିଷ୍ଟ ଆଉ ଜୈନ ମାନେ କହୁଛନ୍ତି ଅହିଂସା ଅହିଂସା, ଅହିଂସାକୁ ସେ ବେଶୀ ଆଡଭୋକେଟ କରୁଛନ୍ତି, କିନ୍ତୁ ଆମେ ନନ୍ ଭାଉଲେଣ୍ଟ ହେଇପାରିବାନି, ହେଇପାରିବାନି। ଆମେ ଆମେ ନିଷ୍ପାପ ହେଇପାରିବାନି, ପାପ କରିବା। କାହିଁକି? ଆମେ ଚାଲି ଯାଉଛେ, ପିମ୍ପୁଡି କୁଦି ଦଉଛେ, ଜନ୍ଦା କୁଦି ଦଉଛେ, ମାରି ଦଉଛେ, ଚାଲି ଯାଉଛେ। କେତେ ଦିନକୁ ରାନ୍ଧୁଛେ, ଯୋଉ ନିଆଁ ଜଳୁଛି ସେଥିରେ କେତେ ଜୀବ ନିଆଁରେ ଆସିକି ପଡିକି ସେ ବି ମରି ଯାଉଛନ୍ତି। ଆମେ ଆମେ ହିଁ କାରଣ। ଖାଦ୍ୟ ରାନ୍ଧୁଛେ, ଖାଦ୍ୟରେ ବି ଜୀବାଣୁ ଅଛନ୍ତି, ସେ ବଏଲ୍ଡ ହେଇକି ସେ ବି ମରି ଯାଉଛନ୍ତି। ଆମେ ନିଶ୍ୱାସ ନେଇ ଯାଉଛେ, ତା ଭିତରେ କେତେ ଜୀବାଣୁ ଚାଲି ଯାଉଛନ୍ତି, ସେ ଭିତରେ ଯାଇକି ମରି ଯାଉଛନ୍ତି। ପାଣି ପିଉଛେ, ଆଇଦର ବଏଲ କରୁଛେ ବା ବଏଲ ନ କଲେ ମଧ୍ୟ ପିଇ ଦଉଛେ, ଫଳରେ ଜୀବ ଆମେ ମାରୁଛେ, ଜୀବ ହତ୍ୟା କରୁଛେ ପ୍ରତ୍ୟେକ ମୁହୂର୍ତ୍ତରେ। ସେଥିପାଇଁ ଭଗବାନ କହୁଛନ୍ତି ଯଜ୍ଞ ଅର୍ଥାତ କର୍ମଣ, କୃଷ୍ଣ ଚେତନାରେ କାମ କର, ତାହେଲେ ଏଇ ଯୋଉ ପାପରୁ ମୁକ୍ତ ହବ। ତଦର୍ଥଂ କର୍ମ କୌନ୍ତେୟ ବୋଲିକି କହୁଛନ୍ତି, ସେଇ ଉଦ୍ଦେଶ୍ୟରେ କର୍ମ କର, ମୋର ସାଟିସ୍ଫାକ୍ସନ ପାଇଁ। ଏଇ ହଉଛି ଆର ସାର୍ମ। ସେ କହୁଛନ୍ତି ଯେ ନିଜର କିଛି କର୍ମ ତିଆରି କରନା, ନିଜ ଇଚ୍ଛା ଅନୁସାରେ କିଛି କର୍ମ କରନା, ନିଜର ଇନ୍ଦ୍ରିୟ ଭୋଗ ପାଇଁ କିଛି କର୍ମ କର ନା, ମୋର ସାଟିସ୍ଫାକ୍ସନ ପାଇଁ କର୍ମ କର, ମୋର ନିର୍ଦ୍ଦେଶରେ କର୍ମ କର, ମୋ ଇଚ୍ଛା ଅନୁସାରେ କର୍ମ କର। ଅର୍ଥାତ align your work with my will, with my direction। ଏଇଭଳି ସେ କହୁଛନ୍ତି ଇନ୍ଦ୍ରିୟ ଭୋଗ ପାଇଁ ନୁହେଁ। ଯଦି ଇନ୍ଦ୍ରିୟ ଭୋଗ ପାଇଁ କରିବ, ସେ କର୍ମବନ୍ଧନର କାରଣ ହବ। ଏକ୍ସାମ୍ପଲ ସେ କହୁଛନ୍ତି କଣ କେମିତି କରିବ, ଗୋଟେ ଉଦାହରଣ ନବା। ସପୋଜିଂ ଆମେ ଖାଦ୍ୟ ରାନ୍ଧୁଛେ ଏବଂ ଖାଉଛେ, ତେଣୁ ଭଗବାନ କହୁଛନ୍ତି ଏଇ ଯୋଉ ଖାଦ୍ୟ ଜିନିଷରେ ପ୍ରଥମ କଥା ହେଲା, ଏ ଖାଦ୍ୟ ଜିନିଷରୁ ମୁଁ ନିଜକୁ ହଟେଇ ଦେବି। ମାନେ କୃଷ୍ଣ କନସିୟସନେସ୍ କଣ ଭଗବାନ ବୁଝାଉଛନ୍ତି, ଯେ ମୁଁ ନିଜକୁ ହଟେଇ ଦେବି, ସେ ଜାଗାରେ ମୁଁ କୃଷ୍ଣଙ୍କୁ ରଖିଦେବି। ଅର୍ଥାତ ମୁଁ ଯେତେବେଳେ ଯାଉଛି ମାର୍କେଟକୁ, କଣ ପାଇଁ ଯାଉଛି? ଆଣିବା ପାଇଁ। ଗ୍ରୋସରୀ ହଉ, ଭେଜିଟେବଲ ହଉ, ଫ୍ରୁଟ୍ସ ହଉ, କୋଉଥିପାଇଁ ଆଣୁଛି? ମୁଁ ରୋଷେଇ କରେ ବା ଡାଇରେକ୍ଟ ଅଫର କରିବି ଭଗବାନଙ୍କୁ, ରୋଷେଇ କଲେ ଭଗବାନଙ୍କୁ ରୋଷେଇ କରିକି ଦେବି, ଏଇ ଚେତନାରେ ମୁଁ ଯାଉଛି ଆଣିବା ପାଇଁ। ସେଥିପାଇଁ ଭଲ ଭଲ ଜିନିଷ ଆଣିବି, କାହିଁକି ନା ଭଗବାନଙ୍କୁ ଭଲ ଭଲ ଜିନିଷ ଦେବି, ଅଫର କରିବି, ଏଇ ଚେତନାରେ ମୁଁ ରହିବି। ଏବଂ ମୁଁ ଯେତେବେଳେ ଭଗବାନଙ୍କୁ ଭୋଗ ଲଗେଇ ଦଉଛି, ତା ଅର୍ଥ କଣ? ମୁଁ ଆଣିଥିଲି କୋଉଥିପାଇଁ? ମୁଁ ରାନ୍ଧିଲି କୋଉଥିପାଇଁ? ଭଗବାନଙ୍କୁ ଭୋଗ ଲଗେଇବା ପାଇଁ। ମୋ ନିଜର ଇନ୍ଦ୍ରିୟ ଭୋଗ ପାଇଁ ମୁଁ କେବେ ହେଲେ ଚିନ୍ତା କରିବିନି ମୁଁ ଏହା କରୁଛି ବୋଲି। କିନ୍ତୁ ଭୋଗ ଲଗେଇଲା ପରେ ସେଇ ଜିନିଷ ମୁଁ ହିଁ ପ୍ରସାଦମ ଭଳି ମୁଁ ନିଜେ ପାଉଛି। ଭଗବାନ ତାକୁ ନେଇଗଲେନି ବା ମୋଠୁ ସବୁ ସେ ଖାଇଦେଲେନି, ସେ କେବଳ ତାକୁ ଗ୍ରହଣ କଲେ, ତାପରେ ପ୍ରସାଦମ ହେଇଗଲା ଏବଂ ସେଇ ଜିନିଷ ସେ ଆମକୁ ବାପସ କରିଦଉଛନ୍ତି, ଆମେ ତାକୁ ପ୍ରସାଦମ ରୂପେ ଗ୍ରହଣ କରୁଛେ। ତେଣୁ ଭଗବାନ କହୁଛନ୍ତି ଏଇ ହଉଛି କୃଷ୍ଣ ଚେତନା, ଏଇଭଳି କର୍ମ କରିବାର ତରିକା, ଦ ଗ୍ରେଟ୍ ଆର୍ଟ ଅଫ ଡୁଇଂ ୱାର୍କ। ତାର ରେଜଲ୍ଟ କଣ ହବ? ଯଦି ଏଇଭଳି ଆମେ କର୍ମ କରିବା, ତାର ରେଜଲ୍ଟ କଣ ହବ? ଭଗବାନ କହୁଛନ୍ତି ତିନୋଟି ରେଜଲ୍ଟ ହବ। କଣ ନା, ଯେତେବେଳେ ଏଇଭଳି କୃଷ୍ଣ ଚେତନାରେ ଆମେ କର୍ମ କରିବା, ଏ କର୍ମ କରିବା ମାଧ୍ୟମରେ ଆମେ ମୁକ୍ତି ପାଇଗଲେ। କର୍ମ କରୁ କରୁ ହିଁ କର୍ମ କରୁଥିବା ଅବସ୍ଥାରେ ମୁକ୍ତି। ଇଏ କେମିତି? ଏଠି ପ୍ରଭୁପାଦ ତାକୁ ବୁଝେଇଛନ୍ତି ପର୍ପୋଟରେ, ଯେ ଯେତେବେଳେ ମୁଁ ମୁଁ ଯଦି ପଳେଇବି କୋଉଠିକି, ମୁକ୍ତି ଅର୍ଥ କଣ? ମୁଁ କୋଉଠିକି ଯିବି? ସ୍ପିରିଚୁଆଲ ୱାର୍ଲଡ, ଆଧ୍ୟାତ୍ମିକ ଜଗତ। ଆଧ୍ୟାତ୍ମିକ ଜଗତରେ ମୁଁ କଣ କରିବି? ମୋର ତ କୌଣସି କର୍ମ ନାହିଁ, କେବଳ ଗୋଟିଏ କର୍ମ ରହିବ, ଭଗବାନଙ୍କର ଖୁସି ପାଇଁ ମୁଁ ସେଠି ଭଗବାନଙ୍କର ସେବା କରିବି, ଆଉ କିଛି କର୍ମ ନାହିଁ।
ସେ ପ୍ରଭୁପାଦ କହୁଛନ୍ତି ଯେ ଏଠି ମୁଁ ଯୋଉ ବର୍ତ୍ତମାନ କର୍ମ କରୁଛି ମୁଁ ତ ସେଇ ଭଗବାନଙ୍କର ଖୁସି ପାଇଁ କର୍ମ କରୁଛି। ତେଣୁ ସେଠି ଯଦି ମୁଁ ମୁକ୍ତ ହେଇକି ସେଇ କର୍ମ କରୁଛି, ଏଠି ମୁଁ ସେଇ କର୍ମ କରିକି ହିଁ ମୁକ୍ତ ଅବସ୍ଥାରେ ରହୁଛି। ଦେयर ଇଜ नो डिफरेंस। ତେଣୁ ଭଗବାନ ଏଠି हाँ ପ୍ରଭୁପାଦ तो बड़ा पढ़ाई करो, भैया के साथ पढ़ाई करो अभी, भैया के साथ म्यूट रखु मत कला टाइम पड़े। तो फर्स्ट थिंग कहते जे आमे लिबरेटेड हवा अर्थात मुक्ति पाई जिबा कृष्ण चेतना रे एई भली यज्ञ अर्थात कर्मण अर्थात भगवान खुशी पाई विष्णु को खुशी कृष्ण को खुशी पाई जदि आमे कर्म करूचे कृष्ण चेतना रे आमे प्रत्येक जिंस करूचे ये फर्स्ट आमे कर्म करू करू मुक्ति रे अच्छे। सेकेंड कौन सी प्रतिक्रिया रही जो प्रतिक्रिया फल मोर नेक्स्ट लाइफ रे कि यही जन्म रे कि बहु जन्म पर मु किछि प्रतिक्रिया मोर रहिबो जो कर्मर प्रतिक्रिया मु भोगिबी ताको आइदर सफर करबी जो जन्म मृत्यु को मु बांधी रही कर्म बंधन पड़ी ये एथुरु मुक्ति मु पाई जीवी कहउचंदी ये सेकंड बेनिफिट। थर्ड बेनिफिट कौन हबो ना मु माने बहुत उच्च स्तर को दिव्य स्तर को चली जीवी एई भली कर्म करू करू कृष्ण चेतना रे कर्म करू करू दिव्य स्तर को चली जीवी। दिव्य स्तर अर्थ कौन जे भगवान कृपा मते मिलिबो मु तांकु सेवा करिवार जो पर्यंत भगवान कृपा मिलिनी मु तांकर सेवा करि परिबिनी मु यदि चेष्टा करिवि सेवा करियाकु मध्य करि परिबिनी तांकर कृपा भी थवा दरकार। कृपा केतेबेले मिलिबो जेतेबेले मु कृष्ण चेतना रे काम करिवा आरंभ करिबि मु जेतेबेले हरि कृष्ण महामंत्र जप आरंभ कली मु तांको संगरे मोर मु चेतनाटा को कृष्ण कॉन्शियस मु हेली निजे मो चेतना सेही भली तयारी कली कनेक्ट हेली तेणु भगवान कृपा आसवा आरंभ हम यही हौ हौ जेतेबेले मु भगवान कृपा मिलगला तांकर सेवा करिवार अधिकार मते मिलगला ए सेवाटा कोठी करिवि तेणु मते से भगवान नहीं जिवे कोठी की तांको जागा को बैक टू गॉड हेड कृष्णकर सेवाटा मु कोठी कर परिबे संपूर्ण रूपे आध्यात्मिक जगत रे वैकुंठ रे तेणु सेठी की नहीं जिवे। तेणु एई भली आमे देखिले जे यज्ञ अर्थात कर्म कर्मण किंतु आमे एई जो कर्मटी करिबा हमकु दरकार गाइडेंस मध्य केमिति कर्म करिबा जे आमे एठी जेतिकि मु बुझेइली दैट इज नॉट एनफ एति पई हमकु जणे स्पिरिचुअल मास्टर दरकार जे आके हमकु बतेबे केमिति हाउ टू एक्ट इन कृष्णा कॉन्शियसनेस से ही जानी से ऑलरेडी से स्टेज रे पहुंची गले तेणु आमे जणे गुरु जे परंपरा आसुचंदी तांको संस्पर्श रे आसीबा पड़िबो ये हला फर्स्ट थिंग। बोले एठी आमे देखिले जे तृतीय माने ए जो 3 रु 9 पर्यंत आमे कौन देखिले भगवान कौन कहउचंदी भगवान कहउचंदी जे मुक्ति और बंधन ए दीटा के जिंस हमरो केमिति माने किए निर्धारित करूची मुक्ति आमे हमको मुक्ति मिलिबो ना बंधन मिलिबो ये आम चेतना आम कर्म नुहे आमर चेतना आम को चेतना रे से कर्मटा करूचे जदि कृष्णा चेतना रे करूचे ताले आमे मुक्ति हमको मिलिबो जदि आमे निजर इंद्रिय भोग पाई करूचे ताले बंधन कर्म बंधन ये हला फर्स्ट थिंग। सेकंड भगवान कहउचंदी लाइन कर्म चली गले कर्मटा को त्याग करवा एते सहज नुहे म्यूट कर दियंतु ଟିକେ ओपन हो ଫୋନ जाउची। କରିଥିଲା କଥା କରୁଛନ୍ତି ହଉନି ମୁଁ ଭାଇନା ସାଙ୍ଗେ କଥା ହେଇଗଲିଣି ଭାଇନା ଫେରୁଛନ୍ତି ଭାଇନା କହିଲେ ଏବେ ଆଉ ଯିବାନି ये अनम्यूट करवानी म्यूट रखु तेणु सेकेंड जिनस हूँ
ফার্স্ট জিনিস কহিলে যে আমার চেতনা দ্বারা আমি কোন চেতনারে রହୁଛେ সেই চেতনা অনুসারে আমি মুক্তি না বন্ধন আমার ডিপেন্ড করিব। কৃষ্ণ চেতনারে রহিলে কর্ম কলে মুক্তি, যদি আমি কৃষ্ণ চেতনাରେ ନ ରହି ଆମେ ଆମର ଇନ୍ଦ୍ରିୟ ଭୋଗ ପାଇଁ କର୍ମ କଲେ ତାହେଲେ ବନ୍ଧନ, କର୍ମ ବନ୍ଧନ। ସେକେଣ୍ଡ ଜିନିଷ କହୁଛନ୍ତି ଯେ ଆମେ ସନ୍ନ୍ୟାସ ଭାବ କର୍ମ ତ୍ୟାଗ କରିବା, ଯୋଉ ଜିନିଷଟା ର ଅର୍ଥ କଣ ପ୍ରକୃତରେ? ଭଗବାନ ଏଠି କହୁଛନ୍ତି କର୍ମକୁ ଛାଡିଦବା ନୁହେଁ, କାରଣ ଆମେ କର୍ମ ଛାଡି ପାରିବାନି, ଅନ୍ନାଚୁରାଲ। ତେଣୁ ସେ କହୁଛନ୍ତି ଯୋଉ ଛାଡିଦବା, କର୍ମ ଛାଡିଦବାର ଅର୍ଥ ହଉଛି କର୍ମର ପ୍ରତି ଯୋଉ ଆସକ୍ତି, କର୍ମ ଫଳ ପ୍ରତି ତାକୁ ପରିତ୍ୟାଗ କରିବା। ଇଏ ହଉଛି ସନ୍ନ୍ୟାସ ବା କର୍ମ ଆମେ ତ୍ୟାଗ କଲେ। ରେନୁନ୍ସିଏସନ ଆମେ ଯାହାକୁ କହୁଛେ, renunciation is not actually giving of action. Renunciation is giving of attachment to the fruits of action, results of action. ଆମର ଯୋଉ ଫଳ ପ୍ରତି ଆସକ୍ତି ରହିଛି ତାକୁ ଆମେ ଯେତେବେଳେ ପରିତ୍ୟାଗ କରୁଛେ ତାହେଲେ ତାକୁ ଆମେ କହିବା ସନ୍ନ୍ୟାସ। ଏବଂ ଥାର୍ଡ ଜିନିଷ କହିଲେ ଏଇ ଆମେ ଏଇ ଯୋଉ 3 ରୁ 9 ରେ ଦେଖିବା, ଭଗବାନ କହିଲେ କଣ ଯେ ସଫିସିଏଣ୍ଟ ଜ୍ଞାନ ନଥିବା ପର୍ଯ୍ୟନ୍ତ, ଅନାସକ୍ତ ଭାବ ସଫିସିଏଣ୍ଟ ନ ଆସିବା ପର୍ଯ୍ୟନ୍ତ, ଆମର ହୃଦୟର ପ୍ୟୁରିଫିକେସନ ଶୁଦ୍ଧିକରଣ ନ ହେଲା ପର୍ଯ୍ୟନ୍ତ ଆମେ ସନ୍ନ୍ୟାସ ନବା ଉଚିତ ନୁହେଁ, ଅର୍ଥାତ ଆମେ କର୍ମ ଛାଡି ପାରିବାନି। ଆମର ଅନାସକ୍ତ ଭାବ ସମ୍ପୂର୍ଣ୍ଣ ଆସିଥିବା ଦରକାର, ଜ୍ଞାନ ସମ୍ପୂର୍ଣ୍ଣ ଆସିଥିବା ଦରକାର। ଥାର୍ଡ ମୋଷ୍ଟ ଏଇ ଦିଟା ଥିଲେ ଥାର୍ଡ ଥିଙ୍ଗ ୱିଲ୍ ବି ଦେୟାର, ଯୋଉଟା କି ହଉଛି ଆମର ଶୁଦ୍ଧିକରଣ ଆମ ହୃଦୟର ଏବଂ ପ୍ୟୁରିଫିକେସନ। ତାର ଅର୍ଥ କଣ? ଆମର ଭୋଗ ବାସନାରୁ ପ୍ୟୁରିଫିକେସନ ଅର୍ଥ ଭୋଗ ବାସନା ପ୍ରତି ଯୋଉ ଇଚ୍ଛା ରହିଛି ସେ ଆଉ ରହିବନି, ସେ ଇଚ୍ଛା ନୀଲ ହେଇଯିବ, ଜିରୋ ହେଇଯିବ। ସେତେବେଳେ ଆମେ କର୍ମ ତ୍ୟାଗ କରିପାରିବା, ସନ୍ନ୍ୟାସ ହେଇପାରିବ। କିନ୍ତୁ ତା ପୂର୍ବରୁ ଯଦି ଆମେ ସନ୍ନ୍ୟାସ ନେଇଯାଉଛେ ଏବଂ ଆମର ଇଚ୍ଛା ଅନଫୁଲଫିଲ୍ଡ ହେଇକି ଅଛି, ଅର୍ଥାତ ଆମର ଇଚ୍ଛା ଅଛି, ଆମେ ତାକୁ ଇଚ୍ଛା ଥିବା ମାନେ ସମୟରେ ଆମେ ଛାଡି ଦେଇଛେ ଆମର କର୍ମଟିକୁ, ତାହେଲେ ସେଇଟା ହଉଛି ପ୍ରିମାଚ୍ୟୁର ରେନନ୍ସିଏସନ, ସେଇଟା ହଉଛି ଚପଳତା, ଆଉ କିଛି ନୁହେଁ। ସନ୍ନ୍ୟାସ ନବାର ସେ କିଛି ମୂଲ୍ୟ ନାହିଁ ପାପ କରିବା ଆମେ। କାହିଁକି ନା ଆମ ହୃଦୟରେ ଅଛି କାମନା ଭରି ହେଇକି, ସେ ଆମକୁ ଗଲତ କାମ କରିବାକୁ ଦବ। ତେଣୁ ଆମେ ଯେତେବେଳେ ଦେଖୁଛେ 1 ରୁ 9 ସୁନ୍ଦର ଭାବରେ ସମରିଟି, ଫାଷ୍ଟ 2ଟା ଶ୍ଲୋକ ସଂକ୍ଷିପ୍ତରେ 3 ମିନିଟ ଭିତରେ, ଫାଷ୍ଟ 2ଟା ଶ୍ଲୋକରେ ଅର୍ଜୁନ ପ୍ରଶ୍ନ ପଚାରିଲେ, ମାଇ ଡିୟର କୃଷ୍ଣ ଆପଣ ପ୍ରଥମେ କଣ କହିଲେ ଯେ ଯେତକ ଘୃଣ୍ୟ କର୍ମ ସେଠୁ ଦୂରରେ ରହ ବୁଦ୍ଧି ଯୋଗ ବଳରେ। ତାହେଲେ ଯୁଦ୍ଧଟା ତ ହଉଛି ଗୋଟେ ଘୃଣ୍ୟ କର୍ମ, କାହିଁକି ମତେ ପୁଣି ଯୁଦ୍ଧ କରିବାକୁ କହୁଛ? ଆଉ ବୁଦ୍ଧିର ଅର୍ଥ ହଉଛି ସନ୍ନ୍ୟାସ, ଅର୍ଜୁନ ବୁଝିଛନ୍ତି। ତେଣୁ ମତେ ସନ୍ନ୍ୟାସ ନେବାକୁ ବି ଦଉନ, କର୍ମ ତ୍ୟାଗ କରିବାକୁ ବି ଦଉନ, ଯୁଦ୍ଧ କରିବାକୁ କହୁଛ, ତେଣୁ ଠିକରେ ମତେ କୁହ ବୋଲି କହିଲେ। କଣ ମୁଁ ଯୁଦ୍ଧ କରିବି ନା ମୁଁ କର୍ମ ତ୍ୟାଗ କରିବି ନା ସନ୍ନ୍ୟାସ ହେବି? କର୍ମ କରିବି ନା କର୍ମ ତ୍ୟାଗ କରିବି, ସନ୍ନ୍ୟାସ ହେବି? ଏ ଜିନିଷ ପଚାରିଥିଲେ। ତାକୁ ତୃତୀୟ ଶ୍ଲୋକରୁ ଆରମ୍ଭ କଲେ କୃଷ୍ଣ ଉତ୍ତର ଦବା। ସେ କହିଲେ ଯେ ଦୁନିଆରେ ଦୁଇ ପ୍ରକାରର ଲୋକ, 2ଟି ବିଶ୍ୱାସର ଲୋକ ଅଛନ୍ତି, ଜ୍ଞାନ ଯୋଗୀ ବା ସାଂଖ୍ୟ ଯୋଗୀ। ସେମାନେ କିଏ? ସେମାନେ କଲ୍ଟିଭେଟ କରିଛନ୍ତି ଅନାସକ୍ତ ଭାବ ଏବଂ ତାଙ୍କର ଯୋଉ ଆତ୍ମା ଓ ଶରୀରର ଯୋଉ ବିଶ୍ଳେଷାତ୍ମକ ଜ୍ଞାନ ତାଙ୍କ ପାଖରେ ରହିଛି, ସାଂଖ୍ୟ ଯୋଗୀ ସେଇଥିପାଇଁ ସେମାନେ, ଏବଂ ଅନାସକ୍ତ ଭାବ ଅଛି। ସେମାନଙ୍କର ଏଇ ଯୋଉ ଶାସ୍ତ୍ର ଅନୁମୋଦିତ ନିର୍ଦ୍ଧାରିତ କର୍ମ କରିବାର କିଛି ଆବଶ୍ୟକତା ନାହିଁ, ସେମାନେ କ୍ୱାଲିଫାଏଡ, ତାଙ୍କର ଯୋଗ୍ୟତା ଅଛି ସନ୍ନ୍ୟାସୀ ହବା ପାଇଁ। ଇଏ ହେଲେ ଜ୍ଞାନ ଯୋଗୀ। କିନ୍ତୁ ଆଉ ଅନ୍ୟ କ୍ୟାଟେଗୋରୀର ଲୋକ ହଉଛନ୍ତି କିଏ ନା ଯୋଉମାନଙ୍କ ପାଖରେ ଭୌତିକ ଇଚ୍ଛା ଭରପୁର ଅଛି,
ତେଣୁ ତାଙ୍କ ପାଖରେ ସେ ଜ୍ଞାନ ଆସିବା ଦରକାର, ଅନାସକ୍ତ ଭାବ ଆସିବା ଦରକାର। ସେମାନେ ପ୍ରିମାଚୁଅରଲି ଏ କର୍ମକୁ ତ୍ୟାଗ କରିପାରିବେନି। ତେଣୁ ତାଙ୍କୁ ଏ ନିର୍ଦ୍ଧାରିତ କର୍ମ କରିବାକୁ ପଡିବ। ଗୁଣ ଅନୁସାରେ ଯୋଉ କର୍ମ ଭଗବାନ ସୃଷ୍ଟି କରିଛନ୍ତି ବର୍ଣ୍ଣାଶ୍ରମ ଧର୍ମ ଅନୁସାରେ, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ସେ କର୍ମ କରିବାକୁ ପଡିବ। ଯଦି ପ୍ରିମାଚୁଅରଲି ବା ତା କର୍ମ ତ୍ୟାଗ କରିବାର ଯୋଗ୍ୟତା ଆସିବା ପୂର୍ବରୁ, ଅର୍ଥାତ୍ ଶୁଦ୍ଧ ହେବା ପୂର୍ବରୁ, ହୃଦୟ ଭୋଗ ବିଳାସ ପ୍ରତି ଇଚ୍ଛା କମିବା ପୂର୍ବରୁ ଯଦି ଆମେ ସନ୍ନ୍ୟାସ ନେଇଗଲେ ସେଇଟା ଠିକ ନୁହେଁ ବୋଲିକି କୃଷ୍ଣ କହୁଛନ୍ତି। ସେ କହୁଛନ୍ତି କର୍ମକୁ ତ୍ୟାଗ କରିପାରିବନି। କାହିଁକି ନା ସେଟା ନିଷ୍କ୍ରିୟ ହେଇଯିବାଟା ଅନ୍ୟାଚୁରାଲ। କାହିଁକି ନା ଆମର ଯୋଉ ଭିତରେ ଯୋଉ ଅଛି, ଆମର ଯୋଉ ଗୁଣଟା, ଆମେ ଯୋଉ ଗୁଣ ଆମେ ଅଧିକାର କରିଛେ ଏ ଭୌତିକ ଜଗତରେ କର୍ମ କରିକି, ସେ ଗୁଣ ଆମକୁ ଯୋଉ ସତ୍ଵ ରଜ ତମ ଯୋଉ ତିନି ଗୁଣ, ସେ ଗୁଣ ଆମକୁ ଫୋର୍ସ କରୁଛି କିଛି କର୍ମ କରିବା ପାଇଁ। ତେଣୁ ଆମେ ଛାଡି ପାରିବାନି ଯୋଉ ପର୍ଯ୍ୟନ୍ତ ଆମର ହୃଦୟ ଶୁଦ୍ଧି ହେଇନି, କର୍ମ କରିବାକୁ ପଡିବ। ସେ ଏଇ କଥାଟା କହିଲେ। ଆଉ ଯିଏ ଛାଡି ଦଉଛି ସିଏ ପ୍ରିଟେଣ୍ଡର, ମିଥ୍ୟାଚାରୀ, ପ୍ରିଟେଣ୍ଡର ବୋଲିକି, ଠକ ବୋଲିକି କହୁଛନ୍ତି ଭଗବାନ। ତେଣୁ ଭଗବାନ କହିଲେ ରିନାଉନ୍ସ କରିବା ଅପେକ୍ଷା ନିଜର ନିର୍ଦ୍ଧାରିତ କର୍ମ କର। ଯୋଉଠି ଅଛ, ଯୋଉ ଅବସ୍ଥାରେ ଅଛ ସେଇ କର୍ମ କର, କିନ୍ତୁ ଅନାସକ୍ତ ହେଇକି। ନିୟତାଙ୍କୁରୁ କର୍ମ, ସେ ପୂର୍ବ ଶ୍ଲୋକରେ କହିଛନ୍ତି ନିୟତାଙ୍କୁରୁ କର୍ମ ତ୍ୱଂ। ଏବଂ ସେ କର୍ମଟି କରିବାର ବେଷ୍ଟ ଉପାୟ କଣ? ଭଗବାନ ବିଷ୍ଣୁଙ୍କ ପାଇଁ କର୍ମ କରିବା। ନବମରେ ଶ୍ଲୋକରେ କହିଲେ, ନବମ ଶ୍ଲୋକରେ ଯଜ୍ଞ ଅର୍ଥାତ୍ କର୍ମ। ତାହେଲେ ଆଉ ବନ୍ଧନ ରହିବନି। ଅର୍ଜୁନଙ୍କର ଆର୍ଗୁମେଣ୍ଟ ଏହା ଥିଲା ଯେ ମୁଁ ଯଦି କର୍ମ କରିବି ମୁଁ କର୍ମ ବନ୍ଧନରେ ପଡିବି। ଯଦି ମୁଁ କର୍ମ ନ କରିବି ତାହେଲେ ମୁଁ କର୍ମ ବନ୍ଧନରେ ପଡିବିନି। ଏଇଭଳିଆ ତାଙ୍କର ଚିନ୍ତାଧାରା। କୃଷ୍ଣ ତାକୁ କନକ୍ଲୁଡ କଲେ ଯେ ନାଇଁ, ଯଦି ତମେ କର୍ମଟି ଛାଡି ପାରିବନି, କର୍ମ ନ କରିବା ବି ଗୋଟେ ଆସକ୍ତି, କର୍ମ ବନ୍ଧନରେ ପଡିବ। କର୍ମ କରିବାକୁ ପଡିବ, କର୍ମ ବି ତମେ ଛାଡି ପାରିବନି, ନିଷ୍କ୍ରିୟ ହେଇପାରିବନି। କାରଣ ତମ ଭିତରେ କର୍ମ କରିବାର ଯୋଉ ଇଚ୍ଛା କାମନା ସେ ଭରି ହେଇକି ଅଛି। ତେଣୁ ତମକୁ କର୍ମ କରିବାକୁ ପଡିବ। କେମିତି କରିବ? ଯଜ୍ଞ ଅର୍ଥାତ୍ କର୍ମଣ। ଭଗବାନ ବିଷ୍ଣୁଙ୍କର ବା କୃଷ୍ଣଙ୍କର ସାଟିସ୍ଫାକ୍ସନ ପାଇଁ କର୍ମ କରିବାକୁ ପଡିବ, ତାହେଲେ ବନ୍ଧନ ନାହିଁ। ତେଣୁ ଏଇଭଳି ଭଗବାନ ବୁଝେଇ ସାରିଲା ପରେ ସେ ତଥାପି ଯୋଉ ଆମର ଜନସାଧାରଣ, କମନ ମ୍ୟାନ, ସେମାନଙ୍କର ସେ ଜାଣିପାରୁଛନ୍ତି ତାଙ୍କର ଭାବନା କଣ। ସେଥିପାଇଁ କୃଷ୍ଣ କଣ କରିବେ ନା ଟିକେ ପୁଣି ଡିସ୍କସନ ଯୋଉ କରୁଛନ୍ତି, ଏଇ ଚର୍ଚ୍ଚାକୁ ଟିକେ ତଳ ଲେଭେଲକୁ ନେଇକି ଆସିବେ। ସେ ଜାଣୁଛନ୍ତି ଯେ ଏଇ ଯୋଉ ଭୌତିକବାଦୀ ମ୍ୟାଟେରିଆଲିଷ୍ଟ, ଏମାନଙ୍କ ପାଖରେ ଯୋଉ ଇଚ୍ଛା କାମନା ଭରପୁର ଅଛି, ସେମାନେ ମୁକ୍ତ ନୁହନ୍ତି। ତାଙ୍କର ଯୋଉ କର୍ମ ଫଳ ପ୍ରତି ଆସକ୍ତି ରହିଛି, କର୍ମ ଫଳରୁ ସେମାନେ ଇଚ୍ଛାରୁ ମୁକ୍ତ ହେଇନାହାନ୍ତି। ତେଣୁ ସେଥିପାଇଁ ଭଗବାନ ନେକ୍ସଟ ଯୋଉ ଶ୍ଲୋକ ଆଣୁଛନ୍ତି 10ରୁ 16 ପର୍ଯ୍ୟନ୍ତ, ସେ କହିବେ ଠିକ ଅଛି, ତମର ବର୍ତ୍ତମାନ ସକାମ କର୍ମ କଥା କହିବେ। କହିବେ କର, ଏଇଟା ହଉଛି ଯୋଗ ଲ୍ୟାଡର ବିଗିନିଂ, କର୍ମକାଣ୍ଡ। କର୍ମ ଛାଡିଦବା ଅପେକ୍ଷା ତମେ କର୍ମ ଫଳ ପ୍ରତି ଅନାସକ୍ତ ହେଇକି କର୍ମ କରିବା କଥା କହୁଥିଲେ, ବର୍ତ୍ତମାନ କହିବେ କର୍ମ ଫଳରେ ଆଶା ରଖିକି ବର୍ତ୍ତମାନ କର୍ମ କର। ସେଇ ଜିନିଷ 10ରୁ 16 ପର୍ଯ୍ୟନ୍ତ ସେ କର୍ମକାଣ୍ଡ କହିବେ। କିନ୍ତୁ ସେଇ କର୍ମକାଣ୍ଡଟାକୁ କେମିତି କରିବ ସେ ବି ମଧ୍ୟ 10ରୁ 16 ସେ ତାକୁ ଠିକରେ ବତେଇବେ। ବର୍ତ୍ତମାନ କେମିତି କରିବାକୁ ହବ 10ରୁ 16ରେ। କର୍ମକାଣ୍ଡ ଆମର ସେଟା ହଉଛି ଯୋଗ ଲ୍ୟାଡରର ଫାଷ୍ଟ ଷ୍ଟେପ। ଆମେ କର୍ମ କରିବା ନିଜର ଇନ୍ଦ୍ରିୟକୁ ଖୁସି କରିବା ପାଇଁ, ଯୋଉଟା କି ଭଗବାନ ସବୁବେଳେ ବିରୋଧ କରୁଛନ୍ତି।
ଏବଂ କର୍ମ ବନ୍ଧନ କାରଣ, କିନ୍ତୁ ସେଇ ଇନ୍ଦ୍ରିୟ ଭୋଗ କରିବା କିନ୍ତୁ କେମିତି କରିବା ତାର ବି ତରିକା କହିବେ ଏବଂ କହିବେ ଯେ ଏଇଠୁ କରି କରିକି ଆପଣ ଏଇଠୁ ଉଠିବାକୁ ଚେଷ୍ଟା କର। ନେକ୍ସଟ କର୍ମଯୋଗ, ନେକ୍ସଟ ଜ୍ଞାନ ଯୋଗ, ତାପରେ ଭକ୍ତି ଯୋଗ, ଧୀରେ ଧୀରେ ଯୋଗ ଲ୍ୟାଡରରେ ଉପରକୁ ଉଠାଅ ବୋଲିକି ଭଗବାନ କହିବେ। ତେବେ ଆଜି ସମୟ ହେଇଯାଇଛି, ଯଦି କାହାର କିଛି ଡାଉଟ୍ ଅଛି ପଚାରି ପାରନ୍ତି। କିଛି ଡାଉଟ୍ ନାହିଁ, ଭେରି ଗୁଡ୍। ତ ଆଜି ଏଠି ଆମେ କମ୍ପ୍ଲିଟ କଲେ, ଏଠି ଆମେ ରହିବା, ବିରାମ କରିବା। ग्रंथराज श्रीमद् भगवद गीता की जय, श्रीला प्रभुपाद की जय, गौर भक्त वृंद की जय। हरे कृष्ण।